শ্রীমদ্ভাগবত। ওং নমো ভগবতে বাসুদেবায়। শ্রীমদ্ ভাগবত সপ্তম স্কন্ধ একাদশ অধ্যায়। নারদ যুধিষ্ঠির পাশে কহନ୍ତି অধ্যায় একাদশে। মনুষ্য বর্ণ ধর্ম যেতে, যে চারি বর্ণ এ জগতে। দশ অধ্যায়ে মহামুনি কহিলে ভক্তি জ্ঞান বেনি। ପାଞ୍ଚ ଅଧ୍ୟାୟରେ ପୁଣି ଏବେ କର୍ମଯୋଗକୁ ସେ କହିବେ। ଶ୍ରୀଶୁକ ଉବାଚ ଶୁଣି ନାରଦ ମୁଖୁ କଥା, ସେ ଧର୍ମ ସୁତ ଶୁଦ୍ଧ ଚେତା। ସେ ପ୍ରହ୍ଲାଦର ଚରିତ, ସୁସାଧୁ ସଭା ମଧ୍ୟେ ଗୀତ। ଉତ୍ତମ ମଧ୍ୟେ ଯେ ଅଗ୍ରଣୀ, ଯାହାର ଆତ୍ମା ଚକ୍ରପାଣି। ତାର ଚରିତ ଧର୍ମ ସୁତ, ଶୁଣି ଆନନ୍ଦେ ହରଷିତ। ବ୍ରହ୍ମାନନ୍ଦନ ପରିମୁଖେ, ପୁଣି ପୁଛିଲେ ଆତ୍ମସୁଖେ। ଯୁଧିଷ୍ଠିର ଉବାଚ ମନୁଷ୍ୟ ଜନ୍ମର ସ୍ୱଧର୍ମ, ଯେ ବର୍ଣ୍ଣେ ସାଧି ଯେ ବା କର୍ମ। ଈଶ୍ୱର ବାକ୍যে ধর্ম সাধি, যে বা আশ্রমে যে বা বিধি। কর্ম সম্পাদি জনমধ্যে, ଅନ୍ତେ ପଶନ୍ତି କୃଷ୍ଣ ପାଦେ। ଏହା ଶୁଣି ବିଛା ମୋର, ହେ ମୁନି ମୋତେ ଦୟା କର। ତୁମ୍ଭେ ଯେ ପଦ୍ମ ଯୋନି ସୁତ, ଜାଣ ସକଳ ପରମାର୍ଥ। ସମାଧି ତପ ଜ୍ଞାନ ତୋର, ସନ୍ତୋଷ ତୋତେ ବେଦବର। ଯେ ବିପ୍ର ନାରାୟଣ ପର, କିୟ ବା ତାର ଗୋଚର। କରୁଣାବନ୍ତ ଶାନ୍ତ ଦେହେ, ଯେ ବା ଅଛନ୍ତି ତୁମ୍ଭ ପ୍ରାୟ। ସେ ଗୁପ୍ତ ଧର୍ମକୁ ଜାଣନ୍ତି, ଯେ ଧର୍ମ ଅନ୍ୟେ ନ ଜାଣନ୍ତି। କେବଳ ଦୟା ସିନ୍ଧୁ ଧୀର, ଅଶେଷ ଜ୍ଞାନର ଈଶ୍ୱର। ଏମନ୍ତେ ରାଜା ଭାବ ଘେନି, ହସି କହନ୍ତି ବ୍ରହ୍ମମୁନି। ନାରଦ ଉବାଚ ନମଇ ପ୍ରଭୁ ନରହରି, ଅଜନ୍ମା ଜନ୍ମ ରୂପ ଧରି। ଅଶେଷ ପ୍ରାଣୀ ପାର ହେତୁ, ପ୍ରକାଶ କଲେ ଧର୍ମ ସେତୁ। ସେ ସନାତନ ଧର୍ମ ବାଣୀ, ମୁଁ ନାରାୟଣ ମୁଖୁ ଶୁଣି। ସେ ଅବତାର ଆତ୍ମା ଅଂଶେ, ଜନ୍ମ ଲଭିଲେ ଧର୍ମ ବଂଶେ। ଦକ୍ଷ କନ୍ୟାର ଗର୍ଭେ ହରି, ନର ସ୍ୱରୂପେ ଅବତରି। ସଂସାର ଲୋକ ସିଦ୍ଧି କାମୀ, ସେ ବସି ବଦରିକାଶ୍ରମେ। ତପସାଧନ୍ତି ଦୃଢ଼ କରି, ନୃନାରାୟଣ ରୂପ ଧରି। ଯେ ହରି ସର୍ବବେଦମୟେ, ଧର୍ମର ମୂଳ ମହାଶୟେ। ତାର ବଚନ ଶ୍ରୁତି ପଥେ, ଯେ ପ୍ରାଣୀ ଶୁଣେ ଅବିରତେ। ଭକ୍ତି ସମ୍ପାଦିତା ଚରଣ, ଆନନ୍ଦେ ପଶନ୍ତି ଶରଣ। ସତ୍ୟ ଶୌଚ ଦୟା ତପ, ତିତିକ୍ଷା ସମଦମ କଳ୍ପ।
ଅହିଂସା ବ୍ରହ୍ମଚର୍ଯ୍ୟ ତ୍ୟାଗ ସ୍ୱାଧ୍ୟାୟ ଆର୍ଜବ ବିବେକ ସନ୍ତୋଷ ସମଦୃଷ୍ଟି ସେବା ଯେଣେ ସନ୍ତୋଷ ବିପ୍ର ଦେବା କର୍ମେ ନିବୃତ୍ତି ଗ୍ରାମ୍ୟ ଧର୍ମ ମୌନ ଆତ୍ମବିଚାରଣ ହୃଦେ ନିରୋଧ ଦୁଷ୍ଟ ମନ ଏ ପ୍ରାଣୀ ସାଧାରଣ ଧର୍ମ ଉତ୍ତମ ଅନ୍ନ କରି ଭାଗ ଭୂତ ଅତିଥି ପୂଜ ଆଗ ଆତ୍ମା ଦେବତା ବୁଦ୍ଧି କରି ଏ ଭାବେ ଗୃହେ ଥିଲେ ତରି ଶ୍ରୀକୃଷ୍ଣ ନାମ ଅନୁକ୍ଷଣ ସ୍ମରଣ ଶ୍ରବଣ କୀର୍ତ୍ତନ ସେବା ପୂଜନ ଦାସପଣ ସୁସକ୍ଷ ଆତ୍ମନିବେଦନ ପରମ ଧର୍ମ ଏ ପ୍ରସିଦ୍ଧି ମନୁଷ୍ୟ ଜନ୍ମର ଏ ବିଧି ତ୍ରିଂଶ ଲକ୍ଷଣ ଧର୍ମ ଏହି ଯେଣେ ସନ୍ତୋଷ ଭାବଗ୍ରାହୀ ଅଖିଳ ସଂସ୍କାର କାରଣୀ ବେଦ ଅଭ୍ୟାସିବେ ବ୍ରାହ୍ମଣୀ ବ୍ରାହ୍ମଣ ଆଦି ତିନି ବର୍ଣ୍ଣ ଯଜନ ଦାନ ଅଧ୍ୟୟନ ଜନ୍ମାଦି କ୍ରିୟା କର୍ମ ଯେତେ ଚତୁର ଆଶ୍ରମ ସହିତେ ପଠନ ଆଦି ଷଟ କର୍ମ ବ୍ରାହ୍ମଣ ଜନର ଏ ଧର୍ମ ରାଜାର ଧର୍ମ ପ୍ରଜା ରକ୍ଷା ଆଦାନ ବିନେ ପଞ୍ଚ ଦୀକ୍ଷା ବାଣିଜ୍ୟ କୃଷି ଗୋରକ୍ଷଣ ବୈଶ୍ୟ ଜନର ଏ ଲକ୍ଷଣ ଶୂଦ୍ର ଜନର ଦ୍ୱିଜ ସେବା ଯେଣେ ସନ୍ତୋଷ ସର୍ବଦେବା ଯେ ଧର୍ମ ଶ୍ରୁତି ସ୍ମୃତି ବାଦେ ତାହା ସାଧିବ ନିରାପଦେ ଆପଦେ ଅନ୍ୟ ବର୍ଣ୍ଣ କର୍ମେ ସାଧି ବଞ୍ଚିବ ତିନି ବର୍ଣ୍ଣେ ବିପ୍ର ଜୀବନ ବୃତ୍ତି ଅର୍ଥେ କୃଷି ଅଥବା ଅଯାଚିତେ ଧାନ୍ୟ ଯାଚଞ୍ଜା ପ୍ରତିଦିନ ଯେ ଅବା ବୃତ୍ତିଶୀଳୋଞ୍ଚନ ବାଣିଜ୍ୟ କରିବା ବଞ୍ଚିବ ନିଚକୁ ସେବା ନ କରିବ ବିପ୍ର କ୍ଷତ୍ରିୟ ବେନି ବର୍ଣ୍ଣ ବର୍ଜିବ ନିତ୍ୟ ବୃତ୍ତିମାନ ଦ୍ୱିଜ ଲକ୍ଷଣ ତୋତେ କହି ରାଜନ ଶୁଣ ମନ ଦେଇ ତପସ ଉଚ୍ଚ ସମଦମ ସନ୍ତୋଷ ରୁଜୁ କ୍ଷମା ଜ୍ଞାନ ସଦା ଚିତ୍ତ ଆତ୍ମା ସତ୍ୟ ବିପ୍ର ଲକ୍ଷଣ ଏ ବିହିତ ତେଜ ଶୌର୍ଯ୍ୟ ବୀର୍ଯ୍ୟ ଧୃତି ତ୍ୟାଗ ସଂଯମ ସତ୍ୟ କ୍ଷାନ୍ତି ନିତ୍ୟ ପ୍ରସନ୍ନ ବିପ୍ର ରକ୍ଷା କ୍ଷତ୍ରିୟ ଲକ୍ଷଣ ଏ ଦୀକ୍ଷା ଗୁରୁ ଅଚ୍ୟୁତ ଦେବେ ଭକ୍ତି ତ୍ରିବର୍ଗ ସାଧଇ ଯେ ନୀତି ଆସ୍ତିକ୍ୟ ଉଦ୍ୟମ ନୈପୁଣ୍ୟ ବୈଶ୍ୟ ଜନର ଏ ଲକ୍ଷଣ ଅକପଟରେ ସ୍ୱାମୀ ସେବା କେବେ ଚୋରି ନ କରିବା ସତ୍ୟ ଯେ ଗୋବିପ୍ର ରକ୍ଷଣ ମନ୍ତ୍ର ବିହୀନେ ଯଜ୍ଞ କର୍ମ ସାଧୁ ବିନତି ଶୌଚ କର୍ମ ଶୂଦ୍ର ଜନର ଏ ସ୍ୱକର୍ମ ଏବେ ହୋ ଯୁଧିଷ୍ଠିର ଶୁଣ ସ୍ତ୍ରୀ ଜନର ଯେ ଲକ୍ଷଣ ସ୍ୱାମୀର ଚରଣ କମଳେ ସେବିବ ମନର ନିଶ୍ଚଳେ ସ୍ୱାମୀର ବନ୍ଧୁ ଥିବେ ଯେତେ ତାଙ୍କ ତୋଷଣେ ଥିବ ନିତେ ପତିବ୍ରତାର ଏ ଲକ୍ଷଣ ନିଗମ ବଚନେ ପ୍ରମାଣ ଗୃହ ମାର୍ଜନ ଉପଲେପ ମଣ୍ଡନ ସାୟଙ୍କାଳେ ଦୀପ ଆତ୍ମମଣ୍ଡନ ନିରନ୍ତରେ
ଭୂଷଣ କଜଳ ସିନ୍ଦୁରେ ଯେ ଉଚ୍ଚ ନିଚ କର୍ମ କରି ବିନୟେ ଦମେ ସ୍ୱାଧୀନାରୀ ସର୍ବଦା ସ୍ନେହ ସତ୍ୟଶୀଳେ ଭଜିବ ପତି କାଳେ କାଳେ ସନ୍ତୋଷ ଅଲୋଭ ସୁଦକ୍ଷ ଧର୍ମଜ୍ଞ ପ୍ରିୟ ସତ୍ୟବାକ୍ୟ ଶୁଚି ସୁସ୍ନିଗ୍ଧେ ସେ ଆନନ୍ଦେ ନିରତେ ସେବେ ସ୍ୱାମୀ ପାଦେ ସେବା କରିବ ଜନ୍ତୁ ଜନେ ପରପୁରୁଷ ପିତୃଜ୍ଞାନୀ ଯେ ନାରୀ ହରି ଭାବେ ନୀତି ସେବା କରଇ ନିଜ ପତି ସେ ନାରୀ ଲକ୍ଷ୍ମୀ ପ୍ରାୟ ହୋଇ ପତିର ହସ୍ତେ ହସ୍ତ ଦେଇ ପତି ସଙ୍ଗତେ ବିଷ୍ଣୁ ଲୋକେ ବସଇ ଆନନ୍ଦେ ଅଶୋକେ ଅତ୍ୟଜ ଜାତିର ଏ ଧର୍ମ ନିୟତ କୁଳର ଯେ କର୍ମ ଏମନ୍ତ ଧର୍ମ ଯୁଗେ ଯୁଗେ ଜାଣି ସେ ବନ୍ତି ଅନୁରାଗେ ବେଦ ଦୃଷ୍ଟିରେ ବିପ୍ରଜନେ ଧର୍ମ କହନ୍ତି ଅବଧାନେ ଯେ ଧର୍ମେ ଇହ ପରଲୋକେ ପ୍ରାଣୀ ତରନ୍ତି ଆତ୍ମସୁଖେ ସ୍ୱବୃତ୍ତି ଭାବେ କ୍ରିୟା ଘେନି ଯେ ଧର୍ମେ ଇହ ପରମାନି ବର୍ତ୍ତନ୍ତି ସ୍ୱକର୍ମ କରଣେ ସେ ନରେ ପଶନ୍ତି ନିର୍ଗୁଣେ ନିରତେ ତପବ୍ରତ କରି ବିଷ୍ଣୁ ମାୟାରୁ ଯାନ୍ତି ତରି ନିଷ୍କାମ ମାର୍ଗେ ଯେବେ ଭଜେ ଅଙ୍କୁର ଜହ୍ନେ ଦଗ୍ଧ ବୀଜେ କେବେ ବୃକ୍ଷ ସେ ନୁହାଇ ଯତ୍ନ କଲେ ନାଶ ଯାଇ କିଅ ବା କାମ ଜଡ଼ ଚିତେ ଯେବେ ସେ ବଇ ଅବିରତେ ତେବେ ବିରକ୍ତ ଚିତ ହୋଏ ବହୁତ ଘୃତେ ଅଗ୍ନି ପ୍ରାୟେ ଜୀବନେ ଯେମନ୍ତ ଲକ୍ଷଣ ବେଦେ ବନନ୍ତି ମୁନିଗଣ ତା ଅଧୋ ଊର୍ଦ୍ଧ୍ୱେ ଯେବେ ଦେଖି ସେ ବର୍ଣ୍ଣ ଧର୍ମେ ତାକୁ ଲେଖି ଏମନ୍ତ ଧର୍ମ ଅନୁବାଦେ ମୁନି କହନ୍ତି ସଭା ମତେ ଶୁଣି ସାନନ୍ଦ ଧର୍ମ ସୁତ କହଇ ବିପ୍ର ଜଗନ୍ନାଥ ଇତି ଶ୍ରୀମଦ୍ ଭାଗବତେ ମହାପୁରାଣେ ପରମହଂସ ସଂହିତାୟାଂ ସପ୍ତମ ସ୍କନ୍ଧେ ଯୁଧିଷ୍ଠିର ନାରଦ ସମ୍ବାଦେ ସଦାଚାର ନିର୍ଣ୍ଣୟ ନାମ ଏକାଦଶୋ ଅଧ୍ୟାୟ। ଓಂ ନମୋ ଭଗବତେ ବାସୁଦେବାୟ।